ଠାକୁର ଘର ଆଉ ଛାତ ଭିତରେ ନଥାନ୍ତି, ମଣିଷର ହୃଦୟରେ ଥାଏ। ପୁରାତନ ମଠ ଆମର କୁଞ୍ଜବିହାରୀ ମଠ ଚାଉଳିଆଗଞ୍ଜର, ଏବଂ ଏହି ସ୍ଥାନୀୟ ଜନସାଧାରଣଙ୍କର ଉଦ୍ୟମରେ ଏ ମଠ ଏପର୍ଯ୍ୟନ୍ତ ଏତେ ଭଲ ଭାବରେ ରହି ଆସିଛି। କିନ୍ତୁ ପ୍ରକୃତିର ତାଡ଼ନା ମଧ୍ୟ ରହିଛି, କିଛି ଘର ଛାତର ପାଣି ଗଳୁଛି, କିନ୍ତୁ ଠାକୁର ଘର ଆଉ ଛାତ ଭିତରେ ନଥାନ୍ତି, ମଣିଷର ହୃଦୟରେ ଥାଏ। ଏବଂ ଯେଉଁ ପ୍ରକାରର ତଲ୍ଲୀନତା ଏଠି ଭକ୍ତମାନଙ୍କର ଅଛି, ଏ ଠାକୁରଙ୍କ ପ୍ରତି ଅଛି, ସେ ମଧ୍ୟ ଏହାକୁ ଆହୁରି ଉନ୍ନତ କରେଇବେ। ଆମ ଜରିଆରେ କିଛି ଯଦି ହେଇପାରିବ, ନିଶ୍ଚିତ ଭାବେ ଆମେ କୃତାର୍ଥ ମାନିବୁ। ଏଠି ନିଜସ୍ୱ ସମ୍ପତ୍ତି ଅଛି, ନିଜର ପୁଷ୍କରଣୀ ଅଛି, ଅନ୍ୟ ଖାଲି ଜାଗା ମଧ୍ୟ ରହିଛି, ଯେଉଁଠି ଆମେ ଭୋଗ ମଣ୍ଡପ ତିଆରି କରିପାରିବା। ଏବଂ ଯେଉଁ ଘରୁ ଛାତରୁ ପାଣି ଗଳୁଛି ତାକୁ ମଧ୍ୟ ତିଆରି କରାଯିବ। ମୁଁ ଭାବୁଛି 2-4 ଦିନ ଭିତରେ ଆମର ଦୁର୍ଗା ପୂଜା ପୂର୍ବରୁ ଇଞ୍ଜିନିୟର ଆସିକି ଏଠି ଦେଖିଦିଅନ୍ତୁ ଏ ଛାତରେ କ'ଣ କରାଯାଇପାରିବ। ଏଠି ଆମର କଟକ ସହରାଞ୍ଚଳର ପାଇଁ ଗୋଟିଏ ଫରେଷ୍ଟ ଡିଭିଜନ ଅଛି, ନିର୍ଦ୍ଦିଷ୍ଟ ଭାବରେ ଜାଗା ମଧ୍ୟ ସ୍ଥିର କରାହେଇଛି କେଉଁ ଜାଗାରେ ସେ ବୃକ୍ଷରୋପଣ କରିବେ। ଗୋଟିଏ ଜାଗାରେ ନୁହେଁ, ବିଭିନ୍ନ ଜାଗାରେ ଜାଗା ତିଆରି ହୋଇଛି। ସେହିଭଳି କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆହେଇଛି। ଏବଂ ଯେଉଁ ସଂକଳ୍ପଟି ନିଆଯାଇଛି ଏବଂ ମୁଖ୍ୟମନ୍ତ୍ରୀ ନେଇଛନ୍ତି, ସେଥିରେ ହେଉଛି 75 ଲକ୍ଷ ଗଛ ଆମର ଓଡ଼ିଶା ରାଜ୍ୟରେ। ଗୋଟିଏ କଥା ମୁଁ ଖାଲି ସୂଚାଇ ଦେବା ପାଇଁ ଚାହେଁ, ଏଇ 1.5 ବର୍ଷ ଭିତରେ ସର୍ବାଧିକ ଫରେଷ୍ଟ କଭରେଜ ଆମର ଓଡ଼ିଶାରେ ହେଇଛି, ଯାହା ଭାରତବର୍ଷର ଅନ୍ୟ ରାଜ୍ୟରେ ହେଇନି। ତେଣୁ ଆମେ ଗଛ ଲଗାଇବା ଏବଂ ଗଛକୁ ସୁରକ୍ଷା ଦେବା, 5 ବର୍ଷ ପର୍ଯ୍ୟନ୍ତ ତାର ତତ୍ତ୍ୱ ନେବା, ଯାହାଫଳରେ ସେ ଗଛ ଆହୁରି ଅଧିକ ଭଲ ଭାବରେ ବଢ଼ିପାରିବ।